ଏବେ ଆସିଲା ଭତ୍ତା ହିତାଧିକାରୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ସରକାର ଏମାନଙ୍କ ପାଇଁ କଲେ ବଡ଼ ଘୋଷଣା। ମିଳିବାକୁ ଯାଉଛି 3000 ରୁ 3500 ଟଙ୍କା। 80 ବର୍ଷରୁ ଉର୍ଦ୍ଧ୍ୱ ଓ 80 ଭାଗରୁ ଉର୍ଦ୍ଧ୍ୱ ହୋଇଥିବା ଦିବ୍ୟାଙ୍ଗ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀମାନଙ୍କୁ ମାସିକ 3500 ଟଙ୍କା ଭତ୍ତା ଦେବା ପାଇଁ କ୍ୟାବିନେଟରେ ଅନୁମୋଦିତ ହୋଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ ଖବରଟିକୁ ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ୍ ସହ ଯୋଡ଼ିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏହିଭଳି ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଏବେ ବି ଆସିଲା ମଧୁବାବୁ ପେନସନ୍ ଯୋଜନାରେ ବହୁତ ବଡ଼ ଖୁସିର ଖବର। ସମସ୍ତ ହିତାଧିକାରୀଙ୍କୁ ମିଳିବ 3500 ଟଙ୍କା। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିବା ଅନୁସାରେ 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷମାନଙ୍କୁ 3500 ଟଙ୍କା ପ୍ରଦାନ କରାଯିବ। ଯଦି ଦିବ୍ୟାଙ୍ଗ ହୋଇଥିଲେ ବା 80% ଦିବ୍ୟାଙ୍ଗ ହୋଇଥିଲେ ତାହେଲେ 3500 ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ଅନ୍ୟ କ୍ୟାଟେଗୋରୀରେ ଭତ୍ତା ପାଉଛନ୍ତି ସେମାନଙ୍କୁ କେତେ ଟଙ୍କା ମିଳିବ? ଯଦି ଆପଣମାନେ ବିଧବା କ୍ୟାଟେଗୋରୀରେ ଭତ୍ତା ପାଉଛନ୍ତି ସେମାନଙ୍କୁ 3000 ଟଙ୍କା ପ୍ରଦାନ କରାଯିବ। ତା ସହିତ ଯେଉଁମାନଙ୍କୁ ଅବିବାହିତା ମହିଳା ଭତ୍ତା ପାଉଛନ୍ତି ସେମାନଙ୍କୁ 3000 ଟଙ୍କା ପ୍ରଦାନ କରାଯିବ। ତା ସହିତ ଆପଣମାନେ ଯଦି କଳାକାର ଭତ୍ତା ପାଉଛନ୍ତି ଏମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି, କାରଣ କଳାକାର ଭତ୍ତା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସ 3000 ଟଙ୍କା ପାଇବେ। ଆପଣମାନଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ଥିଲା ଯେ ଭତ୍ତା ବର୍ଦ୍ଧିତ ରାଶି କେଉଁ ମାସଠାରୁ 3000 ଟଙ୍କା ମିଳିବ, ତା ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ତାରିଖ ମଧ୍ୟ ଘୋଷଣା କରିଛନ୍ତି ଓ କେଉଁ ମାସଠାରୁ ବର୍ଦ୍ଧିତ ଭତ୍ତା ରାଶି ଦିଆଯିବ ତାହା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ ପରିଡ଼ା କହିଛନ୍ତି ଏହି ଭତ୍ତା ରାଶି କାହାକୁ ନ ଦେଇ ନିଜର ବିକାଶରେ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆହ୍ୱାନ ଅଛି। ଯେଉଁମାନେ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲେଣି ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତାରେ ଯୋଡ଼ାଯିବ।